आपण ସମସ୍ତଙ୍କୁ ସ୍ୱାଗତ କରୁଛି ଲର୍ନ ଇନ୍ ପାଇପଲାଇନ୍ ଚ୍ୟାନେଲକୁ। ଏହି ଚ୍ୟାନେଲରେ ଆମେ ମହାପୁରୁଷଙ୍କ ଜୀବନୀ ବିଷୟରେ ଜାଣନ୍ତି। ଆଜି ଜଣେ ସେଇଭଳି ମହାପୁରୁଷଙ୍କ ଜୀବନୀ ବିଷୟରେ ଜାଣିବା, 5 ଧାଡିରେ ନୁହେଁ 10 ଧାଡିରେ। ଆର୍କିମେଡିସ୍ ପ୍ରାୟ ଖ୍ରୀଷ୍ଟପୂର୍ବ 287 ସିରାକ୍ୟୁସ୍ ଗ୍ରୀକରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ଫିଡିଆସ୍ ଜଣେ ଜ୍ୟୋତିର୍ବିଜ୍ଞାନୀ, ଗଣିତଜ୍ଞ ଏବଂ ଇଞ୍ଜିନିୟର ଥିଲେ। ସେ ପ୍ରାଚୀନ ଦୁନିଆର ଏକ ପ୍ରସିଦ୍ଧ ଶିକ୍ଷାର କେନ୍ଦ୍ର ଇଜିପ୍ଟର ଆଲେକ୍ଜାଣ୍ଡରିଆରେ ଗଣିତ, ପଦାର୍ଥ ବିଜ୍ଞାନ ଏବଂ ଇଞ୍ଜିନିୟରିଂ ଅଧ୍ୟୟନ କରିଥିଲେ। ଜ୍ୟାମିତି, କ୍ୟାଲକୁଲସ୍ ଏବଂ ମେକାନିକ୍ସ ସହିତ ଗଣିତରେ ଆର୍କିମେଡିସ୍ ମହତ୍ତ୍ୱପୂର୍ଣ୍ଣ ଅବଦାନ ରହିଛି। ସେ ପ୍ରିନ୍ସିପଲ୍ ଅଫ୍ ବୟାନ୍ସି ଆବିଷ୍କାର କଲେ, ଯାହା ବର୍ତ୍ତମାନ ଆର୍କିମେଡିସ୍ ନୀତି ଭାବରେ ଜଣାଶୁଣା। ପାଇର ମୂଲ୍ୟର ସଠିକ୍ ଆନୁମାନିକତା ପାଇଁ ଆର୍କିମେଡିସ୍ ପ୍ରସିଦ୍ଧ। ଆର୍କିମେଡିସ୍ ଏକ ବୃତ୍ତର କ୍ଷେତ୍ରଫଳ ଗଣନା ପାଇଁ ସୂତ୍ର ଆବିଷ୍କାର କରିଥିଲେ। ଐତିହାସିକ ବିବରଣୀ ଅନୁଯାୟୀ ଖ୍ରୀଷ୍ଟପୂର୍ବ 212 ମସିହାରେ ତାଙ୍କର ମୃତ୍ୟୁ ହୋଇଥିଲା। ପ୍ରାଚୀନ କାଳର ସର୍ବଶ୍ରେଷ୍ଠ ଗଣିତଜ୍ଞ ଏବଂ ବୈଜ୍ଞାନିକମାନଙ୍କ ମଧ୍ୟରୁ ସେ ଅନ୍ୟତମ ଏବଂ ତାଙ୍କର ଅବଦାନ ଆଜି ପର୍ଯ୍ୟନ୍ତ ବିଭିନ୍ନ ଅଧ୍ୟୟନ କ୍ଷେତ୍ର ଉପରେ ପ୍ରଭାବ ପକାଇ ଆସିଛି। 1906 ମସିହାରେ ଆର୍କିମେଡିସ୍ ପାଲିମ୍ପେଷ୍ଟ ନାମକ ଏକ ପାଣ୍ଡୁଲିପି ଆବିଷ୍କୃତ ହୋଇଥିଲା, ଯେଉଁଥିରେ ଆର୍କିମେଡିସ୍ଙ୍କ ପୂର୍ବରୁ ଅଜ୍ଞାତ କାର୍ଯ୍ୟ ରହିଥିଲା, ଯାହା ଅନ୍ୟ ଗ୍ରନ୍ଥଗୁଡ଼ିକରେ ଲେଖା ହୋଇ ରହୁଛି। ଭିଡିଓଟି ଯଦି ଭଲ ଲାଗିଲା ଭିଡିଓଟିକୁ ଲାଇକ୍ କରିଦେବେ, ଭିଡିଓକୁ ଅନ୍ୟଙ୍କ ସହିତ ସେୟାର କରନ୍ତୁ, ଚ୍ୟାନେଲକୁ ପ୍ଲିଜ୍ ସବସ୍କ୍ରାଇବ୍ କରି ବେଲ୍ ଆଇକନକୁ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାନ୍ତୁ। ତାହେଲେ ରହୁଛି, ଦେଖା ହବା ଆଗାମୀ ଭିଡିଓରେ। ନମସ୍କାର।